आम घरे घरे मनीष कम जीवजंतु अधिका बास कले चारिआडे पानी पानी चतुर्दिग पानी माने घर भरी पशि रही आछंती एमाने आसिक घरे पशि नेउଳ जाउछंती देखंतु ଆଉ केते उई आ ପୋକ चंपे ଏସବୁ नेउଳ ରହୁଛନ୍ତି। पोक ତାଙ୍କୁ ସଫା एमाने କରି आसिक रहउछंती आज मोर ସ୍ୱଚ୍ଛ स्वच्छ ଭାରତ भारत ଅଭିଯାନ କାର୍ଯ୍ୟକ୍ରମରେ ମୁଁ ଆଜି चालू ଲାଗି रही ପଡ଼ିଛି। सबू ताकू सब खरका पुरका ସବୁ करी କିଛି सफा ସଫା कली କରୁଛି କପଡ଼ା ମଧ୍ୟ पत्र ଏଠି जाई ସଫା धोइली କରିନେଲି କାହିଁକିନା ପାଣି ପାଖକୁ ଆସିଛି। एकाथर गाधेकी पळी आसली ତାପରେ ଗାଧେଇ ପାଧେଇ तापरे ପଳେଇ फूल ଆସିଛି। तोलिया ଫୁଲ बाहरिली ତୋଳିବାକୁ फूल ଫୁଲ गछ ଗଛ मूले ମୂଳେ बहुत ପାଣି पानी ହେଇଯାଇଛି। फूल ଛାତ तोली ଉପରୁ होने एई ଅପରାଜିତା छात ଫୁଲ दुईटा ନେଇ अपराजिता ଆସିଲି। फूल नहीं आसची ଏତେ ପାଣି ହେଇଛି ଯେ ଫୁଲ ତୋଳିଲେ ସବୁ ପାଣିରେ ପଡ଼ି तापरे ଯାଉଛି गोटे ଆଉ ଯାଇକି ବି ତୋଳି अमृतभंडा ହେଉନି। ना ବାପା अमृतभंडा ଏଠୁ नुहे तो କଦଳୀ एटा ଭଣ୍ଡା ବାଛି ନେଲେ जो ଆଉ ମୁଁ ଅଟା ଚକଟିଲି କଦଳୀ ଆଳୁ ତରକାରୀ କଲି। ଆଜି ସକାଳର ଖାଇବା କଦଳୀ ଆଳୁ ତରକାରୀ ତା ସାଙ୍ଗକୁ ରୁଟି। ଏଠି ଆମର ପିଲାମାନେ ପାଣିରେ ମସ୍ତି କରୁଛନ୍ତି। ତାପରେ ରିଲିଫ୍ ଆସିଲା ସମସ୍ତେ ଯାଇ ରିଲିଫ୍ ନେଇ ଆସିଲେ। ଦେଖିବା ରିଲିଫ୍ରେ କ'ଣ ମିଳିଛି ଗୁଡ଼ ଆଉ ମିଳିଛି ପାଣି ବୋଟଲ ଆଉ 5 ଟଙ୍କିଆ ବିସ୍କୁଟ ତାପରେ ଚୁଡ଼ା। ଏତିକି ଆଜି ରିଲିଫ୍ରେ ମିଳିଛି। ଯାହା ହଉ ସରକାରଙ୍କ ତରଫରୁ ବିପଦ ସମୟରେ କିଛିଟା ସାହାଯ୍ୟ ତ ମିଳିଲା। ଆମର ଅଳ୍ପ ଲୋକ ଅଳ୍ପ କିଛି ଚୁଡ଼ା ମିଳିଛି। ଯାହାର ଅଧିକା ଲୋକ ସେମାନଙ୍କୁ ଅଧିକା ଚୁଡ଼ା ମିଳିଥିବ ନିହାତି। ବହୁତ ଫ୍ରେଶ୍ ଚୁଡ଼ା ମଡ଼ମଡ଼ିଆ ଚୁଡ଼ା ମିଳିଛି। ଏ ବାପା ये ହେଲା 5 ଟଙ୍କିଆ ବିସ୍କୁଟ ସବୁ କ୍ରିମ୍ ବିସ୍କୁଟ ବଟର ବିସ୍କୁଟ। ପାଣି ନଥିଲା ଆମର ପାଣି ବି ମିଳିଗଲା। ପିଇବା ପାଣି ଆମର ସରି ଯାଇଥିଲା। ଆଜି ଦ୍ୱିପହର ଖାଇବାରେ କରିଛି ସେଇ ଭଣ୍ଡା ତରକାରୀ ଆଉ ଡାଲି ଭାତ। ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ଗୋଟେ ସବସ୍କ୍ରାଇବ୍ ଆଉ ଗୋଟେ ଲାଇକ୍ ନିହାତି କରିବେ।